ଯେଉଁମାନେ ଚାଷୀ ନୁହେଁ, ଯେଉଁମାନଙ୍କର ଜମି ନାହିଁ, ସେମାନେ ଜବରଦସ୍ତ ପାଣି ପଞ୍ଚାୟତ ରେ ମେମ୍ବର ହେଇକି ପଇସାକୁ ସବୁ ହଡ଼ପ କରୁଛନ୍ତି 10 ବର୍ଷ ଧରିକି। ଯେତିକି ନେଉଟିଆ ଶାଗ କିଆରି ସେମାନେ ଯେତିକି ପଇସା ଯାଉଛି, ପ୍ରଚୁର ପରିମାଣରେ ପଇସା ଅଫିସରୁ ସାଙ୍କସନ୍ ହେଉଛି, ସେ ପଇସାକୁ ସେମାନେ ହଡ଼ପ କରୁଛନ୍ତି। କି 1 କୋଟି ସମଥିଙ୍ଗ ଟଙ୍କା ଯାଇଛି ଆମ MI ପ୍ରୋଜେକ୍ଟକୁ। ସେଇ ଯେଉଁ ଦୁର୍ବୃତ୍ତମାନେ ଅଛନ୍ତି ସେଇମାନେ ପଇସାଟାକୁ ହଡ଼ପ କରିଦେବା ପାଇଁ ଚାହୁଁଛନ୍ତି। ତେଣୁ ଗତକାଲି ଏ କଥାର ଆମେ ଯେତେବେଳେ ଖବରଟା ପାଇଲୁ, ଆମେ କଲେକ୍ଟର ମହାଶୟଙ୍କୁ ଭେଟିଥିଲୁ, ସବ୍ କଲେକ୍ଟରଙ୍କୁ ମଧ୍ୟ ଭେଟିଛୁ, ବାରମ୍ବାର ଭେଟୁଛୁ। ଅଫିସକି ଗଲେ ଅଫିସର ଯେଉଁମାନେ MI ଅଫିସର ଲୋକମାନେ ଆମକୁ ସପୋର୍ଟ କରୁନାହାନ୍ତି, ସହଯୋଗ କରୁନାହାନ୍ତି, ବରଂ ତାଙ୍କ ସହିତ ମଧୁଚନ୍ଦ୍ରିକା କରିକି କାରବାର ଚଲେଇଛନ୍ତି। ଏଠି ଆମର ଗୋଟେ MI ପ୍ରୋଜେକ୍ଟ ଅଛି, ସେଟା ଦୀର୍ଘ 10-15 ବର୍ଷ ହେଲା ଯେଉଁ ପଇସା ଆସୁଛି, ପ୍ରତିବର୍ଷ କିନ୍ତୁ ପଇସା ଆସୁଛି, ସେମାନେ ସେଟାକୁ କାମ ନ କରି ଫଲ୍ସ ବିଲ୍ କରି ସେମାନେ ପଇସାଟାକୁ ହଡ଼ପ କରୁଛନ୍ତି। ବର୍ତ୍ତମାନ ଆମେ ଜାଣିଲୁ ଯେ କି 1.5 କୋଟି ପାଖାପାଖି ଟଙ୍କାର ଏଠିକି କାମ ଆସିଛି। ସେମାନେ ଚାଷୀ ନୁହେଁ, ସେ ପାଖରେ ତାଙ୍କର ଜମି ନାହିଁ, କିନ୍ତୁ ସେମାନେ ଏଇ କମିଟିରେ ମେମ୍ବର ସବୁ ରହିଛନ୍ତି। ବର୍ତ୍ତମାନ ଏ ଯେଉଁଟା ଅନ୍ୟାୟ ହେଉଛି ଆମେ ତାର ପ୍ରତିବାଦ କରୁଛୁ। ଯେଉଁମାନେ ଚାଷୀମାନଙ୍କ ହିତ ଉଦ୍ଦେଶ୍ୟରେ କରାଯାଇଛି। ଚାଷୀ ଭାଇମାନେ ଆସିଥିଲେ, ତାଙ୍କର ଇସ୍ୟୁଜ୍ ଥିଲା କି ସେଠି ଯେଉଁ ପାଣି ପଞ୍ଚାୟତ ହେଇଛି ସେଇଟା ଠିକ୍ ହିସାବରେ ନିୟମ ହିସାବରେ ହେଇନି ବୋଲି ସେମାନେ ଆଲିଗେସନ୍ସ ଆଣିଥିଲେ। ମୁଁ କଥା ବି ହେଇଛି ଅଲରେଡ଼ି ଆମର ଯିଏ ସୁପରିଟେଣ୍ଡିଂ ଇଞ୍ଜିନିୟର ଅଛନ୍ତି ତାଙ୍କ ସହିତ, ଆଉ ଏବେ ମୋ ପାଖକୁ ଡିଟେଲ୍ସ ନେଇକି ତାଙ୍କର ଯିଏ SDO ଅଛନ୍ତି ସେ ବି ଆସିବେ। ଦେଖିବା ଯଦି ସେମାନେ ଜେନ୍ୟୁନଲି କିଛି ଯଦି ଇସ୍ୟୁଜ୍ ଥିବ, ଆଉ ଯେଉଁମାନେ ରହିବା କଥା ଯଦି ସେଇ ଟାଇପ୍ର କିଛି ଯେଉଁମାନେ ରହିଛନ୍ତି ତାଙ୍କର ବି ଏଲିଜିବିଲିଟି ଦେଖିକି ଯେତେ ଶୀଘ୍ର ହେଇପାରିବ, ଆଉ ଏମାନଙ୍କର ବି ଯାହା ଅଛି ତାଙ୍କର ରିକ୍ୱାରମେଣ୍ଟ ଅଛି, କାମଟା ହଉ ଜେନ୍ୟୁନ୍ ଲୋକ ଗୁଡ଼ାକ ସେଠି ମାନେ ସେଇ ପାଣି ପଞ୍ଚାୟତର ଯେଉଁ ମେମ୍ବରସିପ୍ରେ ରୁହନ୍ତୁ ବୋଲି କହୁଛନ୍ତି, ଆମେ ତର୍ଜମା କରିବୁ। ଆଉ ତର୍ଜମା କରିସାରିଲା ପରେ ଯେଉଁଟା ନିୟମ ହିସାବରେ କାର୍ଯ୍ୟାନୁଷ୍ଠାନ ନେବା କଥା ଆମେ ନେଇକି ସମାଧାନ କରିବା ପାଇଁ ଚେଷ୍ଟା କରିବୁ। ଚାଟରା ପାଣି ପଞ୍ଚାୟତରେ 2022ରେ କରାହେଇଛି, ଯେଉଁଟାକି ହାଇକୋର୍ଟର ସମସ୍ତ ବେନିଫିସିଆରୀମାନଙ୍କୁ ନେଇକି କରାହେଇଛି। ବର୍ତ୍ତମାନ ତାଙ୍କର ଯେଉଁ କହୁଛନ୍ତି, ତାଙ୍କର କମ୍ପ୍ଲେନ୍ କରିଛନ୍ତି, ଯାଞ୍ଚ କରିବା ପ୍ରପରଲି ଯାଞ୍ଚ ହେବ, କିନ୍ତୁ ଜାଣିବାରେ କେହି ବି ହାଇକୋର୍ଟ ବାହାର ଚାଷୀ ନୁହନ୍ତି। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।